ତ 2026ରେ ଯେଉଁ ପିଲାମାନେ ସବୁ ଇଣ୍ଟରଭ୍ୟୁ ଦେଉଛନ୍ତି, ତମେ ଜାଣିପାରୁଥିବ କି କେଉଁ ଭଳିଆ ରିଜେକ୍ସନ୍ ହେଉଛି, କେମିତି ସବୁ ରିଜେକ୍ଟ ହେଉଛନ୍ତି, ରିଜେକ୍ସନ୍ ମେଲ୍ ଆସୁଛି। ତ ସେ ରିଜେକ୍ସନ୍ ମେଲ୍ ମୋତେ ବି ଆସୁଛି, ମୁଁ ବି ଦେଖିକି ଟଲରେଟ୍ କରିପାରୁନି କି ସେ କମ୍ପାନୀରେ ମୁଁ ଆପ୍ଲାଏ କଲି ମୋତେ ରିଜେକ୍ଟ କରିଦେଲା, ମୁଁ ଇଣ୍ଟରଭ୍ୟୁ ଦେଇଥିଲି ମୋତେ ରିଜେକ୍ଟ କରିଦେଲା। ତ ବହୁତ ପ୍ରକାର ଜିନିଷ ଏମିତି ତମ ଜିନିଷ ସାଙ୍ଗରେ ହେବ। ସେଇଟା ମ୍ୟାଟର୍ ନୁହଁ କି ତମେ ଦେଉଛ ଇଣ୍ଟରଭ୍ୟୁ, ତମର ସବୁ ରାଉଣ୍ଡ ଗୋଟେ ଇଣ୍ଟରଭ୍ୟୁରେ କ୍ଲିୟର ହେଇଯିବ। ତ ସେ ଜିନିଷରୁ ତମେ ବହୁତ ଜିନିଷ ଶିଖିବ, ତମେ କୋଶ୍ଚିନ୍ ପାଇବ, ତାପରେ ତମେ ଇଣ୍ଟରଭ୍ୟୁ ଦେବ, ତାପରେ ତମେ କ୍ଲିୟର କରିବ। ତ ଆଜିକାଲି କ'ଣ ହେଉଛି, ଇଣ୍ଟରଭ୍ୟୁଅର ମାନଙ୍କର ଏକ୍ସପେକ୍ଟେସନ୍ ବହୁତ ରହୁଛି। ମାନେ ତମ ରିଜ୍ୟୁମ୍ରେ ତମେ ଯାହା ମେନସନ୍ କରୁଛ, ସେ ରିଜ୍ୟୁମ୍ ETS ଫ୍ରେଣ୍ଡଲି ହେବା ଦରକାର, 100% ତମର ମ୍ୟାଚ୍ ହେବା ଦରକାର, ETS ସ୍କୋର ତମର 90% ମିନିମମ୍ ରହିବା ଦରକାର। ତ ଆଜିକାଲି ବହୁତ ପ୍ରକାର ଫ୍ୟାକ୍ଟର ଅଛି ଯେଉଁଟାକୁ ସେମାନେ ରିଜେକ୍ଟ କରୁଛନ୍ତି। ତାପରେ ରହିଲା ତମେ ଯେଉଁ ଇଣ୍ଟରଭ୍ୟୁ ଦେଉଛ, ଇଣ୍ଟରଭ୍ୟୁର ଯେଉଁ ନେଉଛି ଇଣ୍ଟରଭ୍ୟୁ, ସେ ଇଣ୍ଟରଭ୍ୟୁକୁ ତମେ କେତେ ଜିନିଷ ଆନ୍ସର ଦେଉଛ, ସେ ଇଣ୍ଟରଭ୍ୟୁର ମାନେ ତମ ଆନ୍ସରରେ ସାଟିସ୍ଫାଏ ଅଛି ନା ନାହିଁ। ତାପରେ ଆଜିକାଲି କ'ଣ ରହିଲା, ଯେଉଁଟା ତମ ପ୍ରୋଫାଇଲ୍ ଯଦି ମ୍ୟାଚ୍ ହେଉଛି, ଯଦି ତମେ ଜିନିଷ 50% 60% ଆନ୍ସର ଭଲସେ ଦେଉଛ, ଟେକ୍ନିକାଲି ଦେଖ ତମକୁ କୋଡ଼ିଂ ଯେତେବେଳେ ସେ ପଚାରୁଛନ୍ତି, ସେ କୋଡ଼ିଂ ତମକୁ 100% କରେକ୍ଟ ହେବା ପାଇଁ ସେ କହୁନାହାନ୍ତି। ତମକୁ କୋଡ଼ିଂ ଯଦି ତମେ 70-80% ଆପ୍ରୋଚ୍ ଫଲୋ କରୁଛ, ଦେନ୍ ସେ ତମକୁ ସିଲେକ୍ଟ କରିବେ। ସେଇଟା ମ୍ୟାଟର୍ ନୁହଁ ଯେ ତମେ 100% କୋଡ଼ିଂ ଜାଣିଛ, 100% ତମେ ଜାଣିକିରି କରୁନ। ତମେ ଯେତିକି ଜାଣିଛ ତମେ ତମର ଆପ୍ରୋଚ୍ ଫଲୋ କର। 100% ନହେଲେ ବି 60-70% ଟ୍ରାଏ କର ଆପ୍ରୋଚ୍ ଫଲୋ କରିବାକୁ। ଆଜିକାଲି ଇଣ୍ଟରଭ୍ୟୁରେ ଦେଖୁଛନ୍ତି ତମେ ପ୍ରୋବ୍ଲେମ୍ ସଲଭିଂ କେମିତି କରୁଛ, ତମେ ଟେକ୍ନିକାଲି କେତେ ଷ୍ଟ୍ରଙ୍ଗ ଅଛ, ତମେ ଯାହା ରିଜ୍ୟୁମ୍ରେ ଲେଖିଛ ତମେ ସେ ଜିନିଷ ଏକ୍ସପ୍ଲେନ୍ କରିପାରୁଛ ନା ନାହିଁ। ତମର ଆଜିକାଲି ଆଗରୁ କ'ଣ ଥିଲା, ତମର ମ୍ୟାନେଜର ତମକୁ HR ମାନେ ତମକୁ କଲ୍ କରୁଥିଲେ, ତାଙ୍କର ଯିଏ ଟେକ୍ନିକାଲ ରାଉଣ୍ଡ ନେଉଥିଲା ଟେକ୍ନିକାଲ ରାଉଣ୍ଡ ହେଉଥିଲା, ତାପରେ ଆଉ ଗୋଟେ ଟେକ୍ନିକାଲ ହେଉଥିଲା, ତାପରେ ମ୍ୟାନେଜର ହେଉଥିଲା। ଏବେ କ'ଣ ହେଉଛି, ଓଲଟା ହେଇଗଲାଣି। ଏବେ କ'ଣ କରୁଛି, HR ମାନେ କ'ଣ କରୁଛନ୍ତି, କଲ୍ କରିଦେଉଛନ୍ତି। HR ମାନେ କଲ୍ କରିକି ତମର ଇଣ୍ଟରଭ୍ୟୁ ସିଡ୍ୟୁଲ୍ ହେଇଗଲା। ଇଣ୍ଟରଭ୍ୟୁ ସିଡ୍ୟୁଲ୍ ହେଲା ପରେ ତମେ ଇଣ୍ଟରଭ୍ୟୁ କାହା ସାଙ୍ଗେ ଦେବ, ତାଙ୍କର ଯିଏ ହାୟରିଂ ମ୍ୟାନେଜର, ମାନେ ଯିଏ ତାଙ୍କର କମ୍ପାନୀରେ ହାୟର କରୁଛନ୍ତି, ତମେ ଯେଉଁ ଟିମ୍ରେ କାମ କରିବ, ଯେଉଁ ଟିମ୍ରେ ତମେ ହାୟର ହେବ, ସେ ମ୍ୟାନେଜର ସହିତ ତମେ 1-to-1 କରିବ ଡିସ୍କସନ୍ କି ସିଏ ଯେଉଁ ପ୍ରୋଫାଇଲ୍ ପାଇଁ ଦେଖୁଛନ୍ତି, ତମେ ଆକ୍ଚୁଆଲି ରିଅଲ୍ରେ ତମେ ସେଇ ପ୍ରୋଫାଇଲ୍ରେ କାମ କରିଛ ନା ନାହିଁ। ତମେ ପ୍ରୋଜେକ୍ଟ ତମର ଏକ୍ସପ୍ଲେନ୍ କରିବ, ତମେ କ'ଣ କାମ କରିଛ ଏକ୍ସପ୍ଲେନ୍ କରିବ, ତମେ ରିଅଲ୍ ଟାଇମ୍ରେ ତମେ ଯେଉଁ ପ୍ରୋଜେକ୍ଟରେ କାମ କରୁଛ ତାଙ୍କର ସେଇଟା ପ୍ରୋଜେକ୍ଟରେ 50-60% 70% ମ୍ୟାଚ୍ ହେଉଛି ନା ନାହିଁ। ସିଏ ଯଦି ଲାଗିବ କି ତମେ 50-60% ମ୍ୟାଚ୍ ହେଇଯାଉଛି, ଦେନ୍ ସିଏ ତମକୁ ସେଇଠି ହିଁ ଫାର୍ଷ୍ଟ ରାଉଣ୍ଡରେ ସେମାନେ ସିଲେକ୍ଟ କରିଦେବେ, ସେକେଣ୍ଡ ରାଉଣ୍ଡ ପାଇଁ ପଠାଇଦେବେ। ସେକେଣ୍ଡ ରାଉଣ୍ଡରେ ତମେ ଟେକ୍ନିକାଲ କ୍ଲିୟର କଲେ ତାପରେ ତମର HR ହେବ। ନହେଲେ ତାଙ୍କର ଯେଉଁ ପ୍ରୋସେସ୍, ଯଦି ତାଙ୍କର 4ଟା ରାଉଣ୍ଡ ଥିବ କି 5ଟା ରାଉଣ୍ଡ ଥିବ କି 7ଟା ରାଉଣ୍ଡ ଥିବ, ଆଜ୍ ପର୍ ରିକ୍ୱାରମେଣ୍ଟ କମ୍ପାନୀ ସେଇ ହିସାବରେ ପ୍ଲାନ୍ କରିବ। ଆଜିକାଲି ଗୋଟେ କ'ଣ ହେଉଛି, ତମେ ଇଣ୍ଟରଭ୍ୟୁ ଦେଇ ସାରିଲା ପରେ ବି ମ୍ୟାନେଜର ରାଉଣ୍ଡ, ହାୟରିଂ ମ୍ୟାନେଜର ହେଲା, ଟେକ୍ନିକାଲ ହେଲା, ସେମାନେ କ'ଣ କରୁଛନ୍ତି, ତାଙ୍କର ଯେଉଁ ପ୍ରଡ଼କ୍ଟ ଟିମ୍, ତମେ ଯେଉଁ ପ୍ରଡ଼କ୍ଟ ଟିମ୍ ମାନେ ତାଙ୍କ କମ୍ପାନୀର ଯେଉଁ ପ୍ରଡ଼କ୍ଟ ଟିମ୍, ସେମାନଙ୍କ ସହିତ ଗୋଟେ ରାଉଣ୍ଡ ସେମାନେ ରଖିବେ କି ତମେ ପ୍ରଡ଼କ୍ଟର ଟିମ୍ଙ୍କ ସହିତ ତମେ ଡିସ୍କସନ୍ କରିବ, ତମେ କ'ଣ କାମ କରିଛ, ତମେ କ'ଣ କାମ କରୁଥିଲ, ତମେ ଏଠି ଆସିଲା ପରେ ସିଏ ତମକୁ ସିନାରିଓ ଦେବେ କି ଏ ଜିନିଷ ତମେ କରିପାରିବ ନା ନାହିଁ। ତାପରେ ଆଜିକାଲି ଯେଉଁ ଜିନିଷ ହେଉଛି, ମ୍ୟାନେଜର ଲେବୁଲ୍ରେ ମ୍ୟାନେଜର ମାନେ କ'ଣ କରନ୍ତି, ବେଶୀ ସିନାରିଓ ବେସ୍ଡ ପଚାରନ୍ତି। ସିନାରିଓ ବେସ୍ଡ କ'ଣ, ତମେ ରିଅଲ୍ ଟାଇମ୍ରେ ତମେ କ'ଣ କାମ କରୁଛ, ପ୍ରଡକ୍ସନ୍ ଇସ୍ୟୁ ଆସିଲେ ତମେ କରିବ କ'ଣ, ତମେ ପ୍ରଡକ୍ସନ୍ରେ କିଛି ଇସ୍ୟୁ ଆସିଛି, ତମେ ମାନେ ତମକୁ ବ୍ଲେମ୍ କରାଯାଉଛି, ତମେ ସେତେବେଳେ କ'ଣ କରିବ, ତାର RCA କେମିତି ଦେବ। ତ ବହୁତ ପ୍ରକାର ଜିନିଷ ସବୁ ଥାଏ। ରୁଟ୍ କଜ୍ ଆନାଲିସିସ୍ ତମେ କରିବ କି କାହିଁକି ହେଲା, କ'ଣ ପାଇଁ ହେଲା, ଆଉ କ'ଣ ବେଟର୍ ହେଇପାରିଥାନ୍ତା, କେଉଁଥିପାଇଁ ବ୍ରେକ୍ ହେଲା। ତ ବହୁତ ପ୍ରକାର ଫ୍ୟାକ୍ଟର ରହୁଛି। ତାପରେ ଆଜିକାଲି ରହିଲା, ଯେଉଁମାନେ ହାୟର କରୁଛନ୍ତି ସେମାନେ ଦେଖୁଛନ୍ତି, ତାଙ୍କର ଦେଖ ଗୋଟେ ପିଲା କେଉଁଠି ଗୋଟେ କମ୍ପାନୀରେ ଏମ୍ପ୍ଲୟି ଖାଲି ଥିଲେ, ଗୋଟେ ପିଲା ଛାଡ଼ିଲେ କି ଗୋଟେ ନୂଆ ତାଙ୍କର ପୋଷ୍ଟ ବାହାରିଲେ, ସେଇ ହିସାବରେ ହାୟରିଂ ହୁଏ। ତ ସେମାନେ ଯେଉଁ ହାୟରିଂ ମ୍ୟାନେଜର ତମର, ସେ ସବୁକିଛି ତମର ବିହେଭିଅରାଲ, ତମେ ଯଦି ଏକ୍ସପିରିଏନ୍ସ ଅଧିକ ଅଛି, ଦେନ୍ ସେ ତମର ମାନେ ତମର ମ୍ୟାନେଜେରିଆଲ ସ୍କିଲ୍ ଦେଖିବ କି ତମେ ବିହେଭିଅର କେମିତି କରୁଛ, ତମେ ଟିମ୍ ମ୍ୟାନେଜମେଣ୍ଟ କେମିତି କରୁଛ, ତମକୁ ଯଦି ଗୋଟେ ଆଜ୍ ଏ ଲିଡ୍ ନିଆଯିବ, ତମେ ଟିମ୍ ମ୍ୟାନେଜ କରିପାରିବ ନା ନାହିଁ। ତମେ ବିହେଭିଅର ମାନେ ତମେ ଯାହା ସହିତ କଥା ହେଉଛ, ତମେ ପୋଲାଇଟ୍ ୱେରେ କଥା ହେଉଛ ନା ନାହିଁ। ତମକୁ ସିନାରିଓ ସେମାନେ ଦେବେ କି ତମେ ଗୋଟେ ପିଲା, ତମର ଲିଡ୍ ତମେ ଅଛ, ତମେ ଗୋଟେ ପିଲା ଗୋଟେ କଥାରେ ଏଗ୍ରି ହେଉନି, ଦେନ୍ ତମେ ତାକୁ ଏଗ୍ରି କେମିତି କରେଇବ, ଗୋଟେ କାମ ଖରାପ ହେଇଛି ସେ ପିଲାଟାକୁ ତମେ ଗାଇଡ଼ କେମିତି କରିବ। ତ ବହୁତ ପ୍ରକାର ଜିନିଷ ସେମାନେ ତମକୁ ଚେକ୍ କରିବେ। ତମେ ଗୋଟେ ଜିନିଷ ଇଣ୍ଟରଭ୍ୟୁ କ୍ରାକ୍ କରିବା ପାଇଁ ବହୁତ ଜିନିଷ ତମକୁ ଜାଣିବାର ଅଛି, ବହୁତ ଜିନିଷ କରିବାର ଅଛି। ସେମିତି ନୁହେଁ ଯେ ତମେ ଖାଲି ଟେକ୍ନିକାଲ ଷ୍ଟ୍ରଙ୍ଗ ହେଇଗଲେ ତମେ ଇଣ୍ଟରଭ୍ୟୁ କ୍ରାକ୍ କରିବ।
तुम टेक्निकल सहित तुमको सब जिन तुम हैंडल करा पड़ो तुम्हें बिहेवियरल ठीक थवा दरकार लगे दरकार कि पिलाटा को हायर कले पिलाटा मो टीम रे भलसे काम कर मो टीम की नहीं आनी थोई पार मनकर एग्जांपल से तुम देवे कि गोटे मैनेजर छुट्टी अच्छी देन तुम्हें से ता जगटा को केमती नहीं आनी थोई पार तुम्हें बैक रे तुम्हें गोटे एज ए लीड तुम गोटे मैनेजर होकर तुम्हें केमती कौन हैंडल कर तो बहुत प्रकार फैक्टर रोज गोटे आजिकली पिला जो मैंने भी फ्रस्ट्रेट हो जाए इंटरव्यू रिजेक्ट हो जाऊँ आम इंटरव्यू क्रैक करूँ तो बहुत प्रकार जिनस रोच तो कहार रिज्यूम्रे तुम ऑफिस रो जोड़ा बाहर माने से कंपनी जो पर्टिकुलर प्रोफाइल बाहर तुम्हें तुम रिज्यूम्रे से जिन मेंशन करना देन सी तुमको सिलेक्ट केमी करेंगे एमती भी तुम कर जब तुम अप्लाई करुच पर्टिकुलर प्रोफाइल तुम्हें देख तांकर रोल रेस्पॉन्सिबिलिटी हो जेडी रे सब जिनस मेंशन थाए कि कंपनी कौन काम हो तुम्हें से रिज्यूम उठेगी तुम्हें कौन कर तुम हिसाब से तुम्हें कौन कर से रिज्यूम रे तुम्हें बनाओ तुम्हें तुम जो रिज्यूम अच्छी आउ टे मॉडिफाई कर से जो डिस्क्रिप्शन अच्छी जहाँ जहाँ टूल रे जहाँ जहाँ टेक्नोलोजी से काम कर टेक्स्ट यूज कर तुम्हें तुम क्लॉड हो एंटीक्राफ्ट हो जो भी तुम बनाओ तुम रिज्यूम एटीएस फ्रेंडली रिज्यूम बनाओ रिज्यूम बिल्डर रे तुम से पकईकि रिलेटेड तुम किसी मेंशन कर आटलिस्ट अपलोड कर बेटर हम कहीं तुम्हें तुम रिज्यूम मन हिसाब से तुम अपलोड करदेव तुम रिज्यूम रे कंपनी रिक्वायरमेंट हिसाब से मेंशन ना सी तुम जो चेक करेंगे रिज्यूम ऑब्वियसली सर्टलिस्ट हेनी तुम रिज्यूम तो सर्टलिस्ट ना तुम इंटरव्यू क्रैक कर इंटरव्यू जाए जो जीवन देन इंटरव्यू तुम हेनी तुम इंटरव्यू क्रैक कर तो दूर कथा तुम फास्ट स्टार्टिंग फेज रू ही रिजेक्ट हो स्टार्टिंग फेज रिजेक्ट हो गले तुम देन सेठी कर कौन तो बहुत प्रकार फैक्टर अच्छी तुम एटीएस फ्रेंडली बनाओ तुम देख तुम जदि तुम लगुच से रिज्यूम तुमको एत कल आसुनी देन तुम गोटे कम कर रिज्यूम मॉडिफाई कर आउ किसी जिनस धीरे धीरे आड कर जिनस पढ़ी चल चलने बेटर हम कि तुम इंटरव्यू लेवल जाए तुम एटलिस्ट पहुँच पार कि इंटरव्यू आजिकल इंटरव्यू टे टप क्वेश्चन पचार ये पिला कंपिटिशन अधिक हो गलनि पिला जेहेतु अधिक हो गलनि कंपिटिशन अधिक हो गलनि कंपिटिशन अधिक से दरकार रिजेक्शन को बाट देखी रिजेक्शन करेंगे रिजेक्ट कला प्रोब्लेम कौन हो जो पिला माने तुम्हें मोटिवेट होकर एटलिस्ट 4-5टा 6टा इंटरव्यू देलापर तुम्हें ऑब्वियसली फ्रस्ट्रेट हो कहीं मुझे इंटरव्यू देली मोर इंटरव्यू रिजेक्ट है तो तुम्हें तुम 100% दौच सेमती नुह जो तुम एफर्ट मारिन तुम एफर्ट मारिच कि तुम एफर्ट ठार आहरी एक्सपेक्टेशन अधिक सेटा तुम हाथ में किसी ना कहीं एक्सपेक्टेशन जो एत अधिक देन तुम कौन कर तुम्हें गोटे इंटरव्यू क्रैक करा तुम तुम सब प्रकार बल लगे तापर भी से रिजेक्ट कर गोटे पिला भी आज ए ह्यूमन तुम्हें तुम भी गोटे नेचर अच्छी कि समस्त को गोटे रिजेक्शन टलरेट तो हो पारे कहीं तुम तुम एफर्ट मारिच तुम तुम पाठ पढ़ी से मैंने भी जब रिजेक्ट कर मैंने तुम बिलीव कर गोटे गोटे पिलांकर 1.5 आवर 1.5 माने गोटे घंटा 15 मिनिट गोटे घंटा 30 मिनिट 2 आवर माने 2 घंटा इंटरव्यू नेला परे भी कंपनी माने कौन कर रिजेक्ट भी कर माने तुम चिंता कर गोटे पिला जो 2 घंटा 1.5 घंटा घंटाए इंटरव्यू दौची ता मेंटालिटी रे थिबो कौन ना एते समय गोटे लोक जो इंटरव्यू नौची मु ऑब्वियसली सिलेक्ट होती जो तुम गोटे पाइब मेल कि मु रिजेक्ट होती तुम्हें चिंता कर तुम मोटिवेशन से खत्म ही गला माने तुम जहाँ भी तुम पाठ पढ़ी तुम जहाँ भी तुम पढ़िया चाहूथ तुम लगे बहुत किसी होगला आउ हेनी मुझे गिव अप करदेवी तो मत अलग सेक्टर देखार अच्छी तो मुझे अलग कम करी अलग किसी करी तो बहुत प्रकार जिन फैक्टर मन तुम आसो आउ तुम जो ये टाइम सब फेज तुम दे गति कर तुम लाइफ में बहुत किसी प्रोब्लेम चलती पर्सनल लाइफ हो प्रोफेशनल लाइफ हो तुम माने से टाइम रे तुम बहुत प्रकार जिन सब फेस कर तुम से जिन हैंडल कर जिन हैंडल कर इंटरव्यू क्रैक कर जॉब सर्च कर तो ये सब जिन भितर मिक्स होगी तुम धीरे 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 तुम मोटिवेशन ही खत्म हो तुम गोटे इंटरव्यू क्रैक करला बेलू माने फिर तुम रिडीम के आस फेर पाठ पढ़ फेर रिसाइकल कर फेर चेंज चांज करके फेर रिज्यूम बनाओ फिर आउ थे इंटरव्यू स्टार्ट कर माने एत इजी कथा नुह गोटे इंटरव्यू क्रैक करा आजिका डेट्रे गोटे एक्सपीरियंस पिला 5-6 वर्ष प्लस कि 10-15 वर्ष एक्सपीरियंस पिला गोटे जॉब मिलवा बहुत गोटे बड़ कथा माने आजिकल तो फ्रेशर छाड़ फ्रेशर माने जॉब मिलवा मिलू ही ना कहीं फ्रेशर से कौन कर बड़ बड़ कॉलेज उठे दूसरी कैंपस हायरिंग कर दौरान से जो पिला नवा कथा नहीं जाऊँ
ଏବେ ଯେଉଁ ନର୍ମାଲ ପିଲା ନର୍ମାଲ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ି ଆମର ଓଡ଼ିଶା ତୁମେ ଜାଣିଛ କେତେ ଇଞ୍ଜିନିୟରିଂ କଲେଜ, କେତେ ପିଲା ଗଦା ଗଦା ପିଲା ଆମର ବାହାରୁଛନ୍ତି। ତ ଯେତେ ପିଲା ସବୁ ବାହାରୁଛନ୍ତି କ'ଣ ସବୁ ପିଲା ଚାକିରି ପାଉଛନ୍ତି? ନା। ଓଡ଼ିଶାରେ ଆମର ବର୍ତ୍ତମାନ ଏବେ ଜବ୍ କିଛି ନାହିଁ। ଏବେ ଯେଉଁ କମ୍ପାନୀ IT ସେକ୍ଟର ଓଡ଼ିଶାକୁ ଯାଇଛି, ଓଡ଼ିଶାରେ ବି ସେଠି ତୁମେ ଜବ୍ ଗୋଟେ ପାଇବା, ଆଉ ତୁମେ ଜବ୍ ଯଦି ବି ତୁମେ କେଉଁଠି ଗୋଟେ ଟ୍ରାନ୍ସଫର ହେଇକି ଗଲ ବାଙ୍ଗଲୋର ଟୁ ଭୁବନେଶ୍ୱର, ତ ଭୁବନେଶ୍ୱର ଗଲା ପରେ ବି ସେଠି ତୁମର ପ୍ରୋଜେକ୍ଟ ନାହିଁ। ମୋର ବି ବହୁତ ସାଙ୍ଗ ଯାଇଛନ୍ତି, ବହୁତ ସାଙ୍ଗ ବି ରିଟର୍ନ ଆସୁଛନ୍ତି ବାଙ୍ଗଲୋର ଫେର ହାଇଦ୍ରାବାଦ ଆସୁଛନ୍ତି। ତ ମାନେ ଜବ୍ ତୁମେ ପାଇଗଲ, ତୁମେ କେଉଁଠି ଗୋଟେ ଜବ୍ ପାଇଯିବ, ସେଇଟା ପାଇବା ବି ଏତେ ଇଜି କଥା ନୁହଁ। ତାପରେ ତୁମେ ପ୍ରୋଜେକ୍ଟ ଯଦି ନ ପାଇବ, ତ ଭୁବନେଶ୍ୱର ଗଲ ତୁମେ ପ୍ରୋଜେକ୍ଟ ପାଇଲନି, ଦେନ୍ ତୁମେ କ'ଣ କରିବ? ତୁମେ କିଛି ଦିନ ୱେଟ୍ କରିବ, 2-3 ମାସ ଯଦି ୱେଟ୍ କରିବ, ଯଦି ପ୍ରୋଜେକ୍ଟ ନହେଲା ଫେର ରିଟର୍ନ କମ୍ ବ୍ୟାକ୍ ଟୁ ବାଙ୍ଗଲୋର, ନାହିଁ ତ ହାଇଦ୍ରାବାଦ, ନାହିଁ ତ କଲିକତା, ଚେନ୍ନାଇ, ପୁନେ, ମୁମ୍ବାଇ, ଯାହା ବି ଲୋକେସନ୍ ତୁମର ଇଣ୍ଟରେଷ୍ଟ ତୁମେ ସେ ଲୋକେସନ୍କୁ ଯିବ। ଦେନ୍ ସେଠି ଫେରେ ଯାଅ, ସେମ୍ ସାଇକଲ୍ ତୁମେ ଷ୍ଟାର୍ଟିଂରୁ ପ୍ରୋସେସ୍ କର, ତାପରେ ପ୍ରୋସେସ୍ କରି ତୁମେ ଜବ୍ ପାଅ। ତ ଏଇଭଳିଆ ଜିନିଷ ତୁମକୁ ସବୁ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବ। ତ ବର୍ତ୍ତମାନ ଇଣ୍ଟରଭ୍ୟୁ ମୁଁ ଏବେ ଯେଉଁ ଦେଉଛି, ତ ବହୁତ ପ୍ରକାର ଫ୍ୟାକ୍ଟର ରହୁଛି। କେଉଁଠି ରିଜ୍ୟୁମ୍ ସିଲେକ୍ଟ ହେଉନି, କେଉଁଠି ଇଣ୍ଟରଭ୍ୟୁରେ ଫାର୍ଷ୍ଟ ରାଉଣ୍ଡରେ କଟିଯାଉଛି, କେଉଁଠି ସେକେଣ୍ଡ ରାଉଣ୍ଡରେ କଟିଯାଉଛି, କେଉଁଠି ମ୍ୟାନେଜର ରାଉଣ୍ଡରେ କଟିଯାଉଛି। ତ ବିଭିନ୍ନ ପ୍ରକାର ଜିନିଷ ବର୍ତ୍ତମାନ ମୁଁ ଫେସ୍ କରୁଛି। ତ ଆପଣମାନେ ବି ଯେଉଁ ଇଣ୍ଟରଭ୍ୟୁ ଦେଉଥିବେ, ଆପଣମାନେ ବି ପ୍ରୋବ୍ଲେମ୍ ଫେସ୍ କରୁଥିବେ। ସେଇଟା ନୁହେଁ ଯେ ଆମେ 100% ଟ୍ୟାଲେଣ୍ଟ, ଆମେ ସବୁ ଜିନିଷ ଜାଣିଛୁ, ଗୋଟେ ଥରରେ ଇଣ୍ଟରଭ୍ୟୁ କ୍ରାକ୍ କରିଦେବା, ସେଇଟା ନୁହଁ। ତ ଇଣ୍ଟରଭ୍ୟୁ ତୁମେ ଦେଇ ଚାଲ, ଡିମୋଟିଭେଟ୍ ହୁଅନି, ମୋଟିଭେସନ୍ ତୁମ ଭିତରେ ରଖ। ତୁମ ଭିତରେ ଯାହା ବି ତୁମ ନେଗେଟିଭିଟି ତୁମ ସାଇଡ଼ରେ ହେଉଛି, ଟ୍ରାଏ କର ତାକୁ ଆଭଏଡ଼ କରିବା ପାଇଁ। ଆଭଏଡ଼ କରିକି ତୁମେ ଧୀରେ ଧୀରେ ଆଗାଅ। ଆଜି ହେଇନି, କାଲି ହେଇନି, ପରଦିନ ହେଇନି, ଆଟଲିଷ୍ଟ 2-3 ମନ୍ଥ ବି ଲାଗୁ। ତୁମର ଆଜି ହେଇନି ତ କାଲି ହେବ, ଏମିତି ନାହିଁ ଯେ ତୁମେ ବସିବ। କିଛି ନା କିଛି ତ ଗୋଟେ ହେବ, ଆଉ କିଛି ନା କିଛି ତୁମେ ଗୋଟେ କରିବ। ହେଇଥିଲା ଭିଡ଼ିଓ। ଆପଣମାନେ ଯାହା ବି ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି, ଆପଣମାନେ କ'ଣ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି ଇଣ୍ଟରଭ୍ୟୁରେ 2026ରେ, ତ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆମେ ଜାଣିବା କ'ଣ ପ୍ରୋବ୍ଲେମ୍ ଆପଣମାନଙ୍କ ସହିତ ହେଉଛି, କ'ଣ ପ୍ରୋବ୍ଲେମ୍ ଆପଣମାନେ ଫେସ୍ କରୁଛନ୍ତି ଇଣ୍ଟରଭ୍ୟୁ ଦେବାରେ। ତ ଏତିକି ରହୁଛି। ଥ୍ୟାଙ୍କ ୟୁ।